এইটা ହେଉଛି ମଶା ଛୁଆ। ମଶା ଅଣ୍ଡା ଦେଇ ଲାର୍ଭା ହୁଏ, ଲାର୍ଭାରୁ ପିଉଫା ହୁଏ ଏବଂ ପିଉଫା ପରେ ଆମକୁ ମଶା ରୂପର କାମୁଡ଼ି ଥାଏ। ତ ଆପଣମାନେ ସମସ୍ତେ ଦେଖିପାରୁଥିବେ ଯେ ମଶା ଛୁଆ ଗୁଡ଼ିକ କେମିତି ପାଣିରେ ଖେଲୁଛନ୍ତି। ବର୍ଷା ପାଣି ପଡ଼ିଲା ପରେ ସେମାନେ ଏପଟ ସେପଟ ହୋଇ ଖେଲୁଛନ୍ତି। ତ ଆମେ ଯଦି ମ୍ୟାଲେରିଆ ରୋଗରୁ ରକ୍ଷା ପାଇବାକୁ ଚାହୁଁ ତାହେଲେ ପ୍ରଥମେ ମଶାର ବଂଶ ବିସ୍ତାରକୁ ରୋକିବାକୁ ହେବ। ଏହାର ବଂଶ ବିସ୍ତାରକୁ ରୋକିବା ପାଇଁ ଆମେ ପାଣି ଗୁଡ଼ିକୁ ଜମିବାକୁ ଦେବା ନାହିଁ। ଘର ଚାରିପାଖକୁ ସଫାସୁତରା ରଖିବା। ଅନାବନା ଘାସ ଗୁଡ଼ିକୁ ସଫା କରିଦେବା ଏବଂ ଯେଉଁ ଜାଗାରେ ଅଧିକ ମାତ୍ରାରେ ପାଣି ଜମିବା ରହୁଛି ସେହି ସ୍ଥାନ ମାନଙ୍କରେ ଆମେ ଗମ୍ବୁସିଆ ମାଛ ଆଣି ଚାଷ କରିପାରିବା। ଗମ୍ବୁସିଆ ମାଛ ଆମେ ଯଦି ପାଣିରେ ରଖିବା ତାହେଲେ ମଶାର ବଂଶ ବିସ୍ତାରକୁ ନଷ୍ଟ କରିଥାଏ। ମଶା ଅଣ୍ଡାକୁ ଖାଇଥାଏ ଏବଂ ମଶାର ବଂଶ ବିସ୍ତାର କମିଗଲେ ଆମକୁ କାମୁଡ଼ିବା ବନ୍ଦ ହେବ ଏବଂ ଆମେ ମ୍ୟାଲେରିଆ ରୋଗରୁ ମୁକ୍ତ ହୋଇ ରହିପାରିବା। ରହୁଛି। ଜୟ ଜଗନ୍ନାଥ।